ଶାନ୍ତ। ତ ସାଙ୍ଗମାନେ ଆଜି ସକାଳୁ ସକାଳୁ ଖରା ବାହାରୁ ଆମେ ମା ପୁଅ ମିଶି ପଳେଇ ଆସିଥିଲୁ ଆମ ଛାତ ଉପରକୁ ରେବିଟ୍ ଆଉ ଲୁଗା ଶୁଖେଇବା ପାଇଁ। ତ ମୁଁ ପ୍ରଥମେ ଭଲ ଭାବେ ଆମ ରେବିଟ୍କୁ ଶୁଖେଇ ଦେଇଥିଲି। 2 ଦିନ ହେଲାଣି ଯୋଉ ଭଳି ଖରା ହଉଛି ତଥାପି ଆମ ରେବିଟ୍ ଠିକ୍ ସେ ଶୁଖୁନି। ତାପରେ ମୁଁ ମାମାଙ୍କ ସହ ମିଶି ଟିକେ ଲୁଗା ଶୁଖେଇ ଦେଇଥିଲି। ଆଉ ତାପରେ ମୁଁ ବାହାରିଥିଲି ମନ୍ଦିର ଠାକୁରଙ୍କୁ ଦର୍ଶନ କରି ସିଧା ଆସି ଘରେ ଭୁଜା ଖାଇତେ ବସିଯାଇଥିଲି। ତାପରେ ହଠାତ୍ ଆସି ଆମ ଘରେ ଆଶିଷ ଭାଇ ଆଉ ରିକି ଭାଇ ପହଞ୍ଚିଥିଲେ। କାହିଁକି ନା ତାଙ୍କର ଗୋଟେ କମେଡି ଭିଡିଓ ସୁଟ୍ କରିବାର ଥିଲା। ତାପରେ ସେମାନେ ବେଶୀ ଡେରି ନ କରି ଭିଡିଓ ସୁଟ୍ ଷ୍ଟାର୍ଟ କରିଦେଇଥିଲେ। ଆପଣଙ୍କୁ ଯଦି ଆଶିଷ ଭାଇ ଆଉ ରିକି ଭାଇଙ୍କ କମେଡି ଭିଡିଓ ଭଲ ଲାଗେ ତ ଆପଣମାନେ ନିହାତି କମେଣ୍ଟରେ ଜଣାଇବେ। ଆଉ ଯୋଉମାନେ ବି ଆଶିଷ ଭାଇ ଆଉ ରିକି ଭାଇଙ୍କ କମେଡି ଭିଡିଓ ଦେଖିନାହାନ୍ତି ତ ଇନଷ୍ଟାଗ୍ରାମ ଆଇଡି ଆଶିଷ କୁମାର ଦାସ ଆଇଡିରେ ଯାଇକି ଆପଣମାନେ ଦେଖିପାରିବେ। ଭିଡିଓ ସୁଟ୍ ସରିବା ପରେ ଆମେ ମାନେ ସମସ୍ତେ ଖୁବ୍ ମଜାମସ୍ତି କରିଥିଲୁ। ତାପରେ ମୁଁ ଲାଗି ପଡିଥିଲି ଆମ ଫ୍ୟାନ୍ ଫିଟିଂ କରିବାରେ। ଫ୍ୟାନଟା ଆମର ଗୋଟେ ସପ୍ତାହ ପୂର୍ବରୁ ଖରାପ ହେଇଥିଲା। ତ 2 ଦିନ ହେଲାଣି ସଜେଇକି ଆସିଲାଣି କିନ୍ତୁ ଫିଟିଂ କରାହେଇନଥିଲା। ତ ମୁଁ ସେଥିପାଇଁ ଲାଗି ପଡିଥିଲି ଫିଟିଂ କରିବାରେ। କଣ ଫିଟିଂ କଲି ମୁଁ ନିଜେ ହିଁ ବୁଝିପାରିଲିନି। ଫ୍ୟାନ୍ ଫିଟିଂ ସରିଲା ପରେ ଫ୍ୟାନ୍ ଘୁରିଲା ନାହିଁ। ତ ମୁଁ ଆଉ ସେ ଫ୍ୟାନ୍ ପଛରେ ନ ଲାଗି ମୁଁ ଆସି ବସିଥିଲି ଖାଇବା ପାଇଁ। ଖାଇସାରିଲା ପରେ ମୁଁ ଆମ ଗେଲା ଭାଇ ଟାଟା କରି ମୁଁ ବାହାରି ପଡିଥିଲି ମୋ ଡ୍ୟୁଟିରେ। ଡ୍ୟୁଟି ପହଞ୍ଚିବା ପରେ ମୁଁ ଦେଖିଲି ମୋର ଗୋଟେ ପାର୍ସଲ ଆସିଛି। 4-5 ଦିନ ପୂର୍ବରୁ ମୁଁ ଗୋଟେ ଟି ସାର୍ଟ ଅର୍ଡର କରିଥିଲି। ତ ସେଇଟା ଆଜି ଆସିଥିଲା। ତ ଆପଣମାନେ ସାଙ୍ଗମାନେ ଦେଖିକି କୁହନ୍ତୁ ଟି ସାର୍ଟଟା କେମିତି ଲାଗୁଛି। ଯଦି ଆପଣମାନଙ୍କୁ ମୋ ମିନି ବ୍ଲଗ ଭଲ ଲାଗୁଛି ତ ଆପଣମାନେ ନିହାତି ଲାଇକ୍ କମେଣ୍ଟ ସେୟାର କରିବେ। ତ ରହୁଛି ସାଙ୍ଗମାନେ ଦେଖା ହବ ନେକ୍ସଟ ଭିଡିଓରେ। ଜୟ ଶ୍ରୀ ଜଗନ୍ନାଥ।